ସେମାନେ ଚାଇନାରୁ ହାର୍ଡ଼ୱେର୍ ଆଣିକି ସିମ୍ ବକ୍ସର ହାର୍ଡ଼ୱେର୍ ଆଣିକି ବାଂଲାଦେଶର ଗୋଟେ ସଫ୍ଟୱେର୍ ୟୁଜ୍ କରିକି ଇଣ୍ଟରନ୍ୟାସନାଲ୍ କଲ୍କୁ ବାଇପାସ୍ କରୁଛନ୍ତି। ଇଣ୍ଟରନ୍ୟାସନାଲ୍ କଲ୍କୁ ଲିଗାଲ୍ ଯେଉଁଥିରେ ଆମର ଇଣ୍ଟରନ୍ୟାସନାଲି ଯେମିତି ଲିଗାଲ୍ କଲ୍ ଯିବା କଥା ତାକୁ ଇଲିଗାଲି ଇଏ କରିକି ଇଲିଗାଲି କନେକ୍ଟ କରିକି ଆଉ ଗଭର୍ଣ୍ଣମେଣ୍ଟ ଏକ୍ସଚେକରକୁ ଲସ୍ ହେଉଛି। ଶିକ୍ଷାଗତ ଯୋଗ୍ୟତା ବିଟେକ୍ ଫେଲ୍, କିନ୍ତୁ ଏମାନଙ୍କର କାର୍ଯ୍ୟ କୌଣସି ଆତଙ୍କବାଦୀଙ୍କ ଠାରୁ କମ୍ ନୁହେଁ। କେରଳରୁ ଭୁବନେଶ୍ୱର ଆସି ଚାଇନା ସହିତ ଏମାନେ ଲିଙ୍କରେ ଥିଲେ ଆଉ ସିମ୍ ନେଟୱାର୍କ ଚଲାଉଥିଲେ। ଆପଣ ଦେଖୁଛନ୍ତି ଚିତ୍ର, ଯେତେବେଳେ ଆମେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଗୋଟିଏ ଛୋଟିଆ ଭଡ଼ା ଘରେ ଅଛୁ, ଯେଉଁ ଭଡ଼ା ଘରେ ଆଜି ସ୍ପେଶାଲ ସ୍କ୍ୱାଡ୍, ଚନ୍ଦ୍ରଶେଖରପୁର ଥାନା ପୋଲିସ, ସାଇବର ଥାନା ମିଳିତ ଚଢ଼ାଉ କରାଯାଉଛି ଆଉ ଆଙ୍କୁ ସହଯୋଗ କରୁଛନ୍ତି ଫରେନ୍ସିକ୍ ଟିମ୍ ଏବଂ ପାଖାପାଖି 12ଟା ସିମ୍ ବକ୍ସ ୟୁନିଟ୍ ଜବତ ହୋଇଛି। ଯେଉଁ ସିମ୍ ବକ୍ସ ୟୁନିଟ୍ରେ 100ରୁ ଉର୍ଦ୍ଧ୍ୱ ସିମ୍ ରହିଛି। ତେବେ ଏହି ଘଟଣାରେ 2 ଜଣ କେରଳୀ ଯୁବକଙ୍କୁ ରଖାଯାଇ ପଚରା ଉଚରା କରାଯାଉଛି। 4 ମାସ ତଳୁ ଏ ସିମ୍ ବକ୍ସ ନେଟୱାର୍କ ଆରମ୍ଭ ହୋଇଛି। ଏମାନେ ବିଦେଶୀ କଲ୍କୁ ଡାଇଭର୍ଟ କରୁଥିଲେ ଏବଂ ଡାଇଭର୍ଟ କରି ଟଙ୍କା ଉପାର୍ଜନ କରୁଥିଲେ ଏବଂ ଏମାନଙ୍କର ସିମ୍ ଏମାନେ ଆସାମରୁ ଆଣିଥିଲେ। ବିଟେକ୍ ଫେଲ୍ ହେବା ପରେ ଏମାନଙ୍କର ଚତୁର କାର୍ଯ୍ୟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏଥିପାଇଁ ଆଶ୍ଚର୍ଯ୍ୟଚକିତ କରିଛି ଯେ ଏ କେରଳୀ 2 ଯୁବକଙ୍କୁ ବର୍ତ୍ତମାନ ପୋଲିସ ଅଟକ ରଖି ପଚରା ଉଚରା କରୁଛି। ଜାଣିବାକୁ ଚାହୁଁଛି ଯେ କେଉଁ ବିଦେଶୀ କଲ୍କୁ ଏମାନେ ଡାଇଭର୍ଟ କରୁଥିଲେ। ଏମାନଙ୍କର କୌଣସି ଆତଙ୍କବାଦୀଙ୍କ ସହିତ ଲିଙ୍କ ନାହିଁ ତ ଏବଂ କୌଣସି ସାଇବର ଫ୍ରଡ୍ ମାନଙ୍କ ସହିତ ଲିଙ୍କ ନାହିଁ ତ, ନା କେବଳ ବିଦେଶୀ କଲ୍କୁ ଏମାନେ ଡାଇଭର୍ଟ କରି ଟଙ୍କା ଉପାର୍ଜନ କରୁଥିଲେ। ଏ ସମସ୍ତ ଦିଗରେ ଏବେ ସାଇବର ଥାନା, ସ୍ପେଶାଲ ସ୍କ୍ୱାଡ୍, ଚନ୍ଦ୍ରଶେଖରପୁର ଥାନା ଖୋଲତାଡ଼ କରୁଛି। ଆପଣ ଦେଖୁଛନ୍ତି ଗୋଟିଏ ଗୋଟିଏ ୟୁନିଟ୍ରେ ପାଖାପାଖି 30ରୁ ଉର୍ଦ୍ଧ୍ୱ ସିମ୍ ଲାଗିଛି। କୁହାଯାଉଛି ଯେ ବିଦେଶୀ କଲ୍କୁ ଲୋକାଲ ହିସାବରେ କରି ଏମାନେ ଟଙ୍କା ଉପାର୍ଜନ କରୁଥିଲେ। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଏଥିରେ ଆତଙ୍କବାଦୀ ହୋଇଥାଇପାରେ, ସାଇବର ଫ୍ରଡ୍ ହୋଇଥାଇପାରେ, ନା କୌଣସି ଅପରାଧିକ କାର୍ଯ୍ୟ ପାଇଁ ଏ ନେଟୱାର୍କକୁ ବ୍ୟବହାର କରାଯାଇଥାଇପାରେ। ଏ ସମସ୍ତ ଦିଗକୁ ନେଇ ଏବେ ପୋଲିସ ତଦନ୍ତ କରୁଛି ଏବଂ ଏ ଛୋଟିଆ ଘରର ବଡ଼ କାରନାମା ଭଡ଼ାରେ ନେଇ ଯେଉଁଭଳି ଭାବରେ ଏ ସିମ୍ ବକ୍ସ ନେଟୱାର୍କ ଚାଲିଥିଲା ତାର ପର୍ଦ୍ଦାଫାଶ କରାଯାଇଛି ଏବଂ 2 କେରଳୀ ଯୁବକଙ୍କୁ ଏବେ ଧରାଯାଇଛି। ପୋଲିସ ଯାହା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ଆସାମରୁ ସିମ୍ ଆକ୍ଟିଭେଟ୍ ସିମ୍ ଗୁଡ଼ା ଆଣି ଏମାନେ ଏଠି ନେଟୱାର୍କ ଚଲାଇଥିଲେ ଏବଂ ବିଦେଶୀ କଲ୍କୁ ଡାଇଭର୍ଟ ଲୋକାଲ ହିସାବରେ ଡାଇଭର୍ଟ କରି ଟଙ୍କା ଉପାର୍ଜନ କରୁଥିଲେ। ସବୁ ଦିଗକୁ ନେଇ ଏବେ ପୋଲିସ ତଦନ୍ତ କରୁଛି। ସବୁଠୁ ବଡ଼ କଥା ହେଉଛି ଯେ ଏମାନେ ଆଉ କେଉଁ କେଉଁ କଲ୍କୁ ଏମିତି ଲୋକାଲ ହିସାବରେ କରୁଥିଲେ ସେ ଦିଗରେ ନେଇ ଏବେ ତଦନ୍ତ କରାଯାଉଛି। ଆପଣ ୟୁନିଟ୍ ଦେଖୁଛନ୍ତି, ଗୋଟିଏ ଗୋଟିଏ ୟୁନିଟ୍ରେ 30ରୁ 40ଟି ସିମ୍ ରହିଛି, ଆଉଟଡୋର୍ ରହିଛି ଏବଂ ଯେଉଁ ରହିଛି ସିମ୍ ଗୁଡ଼ିକ ବର୍ତ୍ତମାନ ଜବତ କରାଯାଇଛି। 100ରୁ ଉର୍ଦ୍ଧ୍ୱ ସିମ୍ ରହିଛି ଏବଂ ଲ୍ୟାପଟପ୍ ଗୋଟିଏ ରହିଛି। କେରଳୀ ଯୁବକ 2 କେରଳୀ ଯୁବକଙ୍କର ଚାଇନା ଲିଙ୍କ ଏବେ ସାମ୍ନାକୁ ଆସୁଛି। ଆମ ସହିତ ସାର୍ ଅଛନ୍ତି, ପ୍ରତିକ୍ରିୟା ନେବା। ସାର୍, କ'ଣ ଆପଣଙ୍କ ପାଖରେ ଇନପୁଟ୍ ଥିଲା, କେମିତି ଆପଣ ଏଠି ଚଢ଼ାଉ କଲେ, ଆଉ ଏ କେରଳୀ ଯୁବକଙ୍କର ଚାଇନା ଲିଙ୍କ କଥା କୁହାଯାଉଛି, କ'ଣ ସାର୍ ସେ ଚାଇନା ଲିଙ୍କ? ସେମାନେ ଚାଇନାରୁ ହାର୍ଡ଼ୱେର୍ ଆଣିକି ସିମ୍ ବକ୍ସର ହାର୍ଡ଼ୱେର୍ ଆଣିକି ବାଂଲାଦେଶର ଗୋଟେ ସଫ୍ଟୱେର୍ ୟୁଜ୍ କରିକି ଇଣ୍ଟରନ୍ୟାସନାଲ୍ କଲ୍କୁ ବାଇପାସ୍ କରୁଛନ୍ତି। ଇଣ୍ଟରନ୍ୟାସନାଲ୍ କଲ୍କୁ ଲିଗାଲ୍ ଯେଉଁଥିରେ ଆମର ଇଣ୍ଟରନ୍ୟାସନାଲି ଯେମିତି ଲିଗାଲ୍ କଲ୍ ଯିବା କଥା ତାକୁ ଇଲିଗାଲି ଇଏ କରିକି ଇଲିଗାଲି କନେକ୍ଟ କରିକି ଆଉ ଗଭର୍ଣ୍ଣମେଣ୍ଟ ଏକ୍ସଚେକରକୁ ଲସ୍ ହେଉଛି। ନ୍ୟାସନାଲ୍ ସିକ୍ୟୁରିଟିକୁ ବି ଥ୍ରେଟ୍ ଅଛି ଏଇସବୁ ଜିନିଷରେ। ଇଣ୍ଟରନ୍ୟାସନାଲ୍ କଲ୍ ବାଇପାସ୍ ହେଲେ ଆମେ ଡିଟେକ୍ଟ କରିପାରୁନୁ ଯେ ସେ କଲ୍ ଗୁଡ଼ା କେମିତି ଆସେ। ଲିଗାଲି ଗଲେ ଆମେ ଡିଟେକ୍ଟ କରିପାରିବୁ, ଇଲିଗାଲି ଆସିଲେ ଆମେ ଡିଟେକ୍ଟ କରିପାରିବୁ। এটা ନ୍ୟାସନାଲ୍ ସିକ୍ୟୁରିଟିକୁ ଥ୍ରେଟ୍ ଅଛି। କିଛି ସାଇବର ଫ୍ରଡ୍ ସହିତ କିଛି ଲିଙ୍କ ରହୁଛି କି? ସାଇବର ଫ୍ରଡ୍ ତ ଡିଟେଲ କହିହେବନି, କିନ୍ତୁ ଏଇଟା ଆମର ନ୍ୟାସନାଲ୍ ସିକ୍ୟୁରିଟିକୁ ଥ୍ରେଟ୍ ବେସିସ୍ରେ ବେଶୀ ଅଛି। ସେଟା କେରଳୀ ଯୁବକ କେବେଠୁ ଏଠି ରହୁଥିଲେ, ଏମାନଙ୍କର ଶିକ୍ଷାଗତ ଯୋଗ୍ୟତା କ'ଣ?
सी बीटेक ड्रॉप आउट अच्छा रोचंती केबेठू अक्टोबर ठू स्टार्ट करछंती बोली 2 जण केरल लोक आउ बेसी थर माने स्टेट को जेतले काम पड़े आसंती एठिकी बेसी थर जिबा आसिया भी नहीं 2-3 थर मास को आसंती केमती एमाने सर सिमबॉक्स नेटवर्क चलांती केमती केते सिम धराई केते सिम तो शताधिक धराई आसाम रु सिम किसी कलेक्ट करके आनिकी कनेक्ट करके एक्टिव भी थिला सिस्टम आउ चलथिला तांकर आईपी किसी कनेक्ट करके चलेथिले तो फर्दर इन्वेस्टिगेशन चालू अछि से रिगार्ड्स रे दुई ना अधिक लोक संपृक्त तुरंत थाई परंतु आमे सेटा से एंगल आसीनी इन्वेस्टिगेशन जो स्टार्ट करिचे जना पड़छ सर ये केमिति सिखिले गुडा सर केमिति से मन से सिम बॉक्स तो ऑनलाइन अवेलेबल अच्छी मटेरियल से जहाँ भी इजी अच्छी से लेम मैन भी शिखि पार एत कष्ट जिनस कि ना न शिखला पड़ा गुड़ा तो से भी बीटेक पिला अच्छा लाभ सर कौन एथिरे सिम बॉक्स जो सिम को इंटरनेशनल कॉल को डाइवर्ट कर लोकल हिसाब करले एमा को लाभ कौन को सर नहीं रेवेन्यू लॉस होची से रेवेन्यू लॉस रु जहाँ को माने गेन होची से माने कमिशन एजेंट भाया रखिंट से भाया ओके निहाती भाव में आप प्रतिक्रिया शुणुले जे केरल युवक यही भाव में कारनामा एवं सामना को आसी जे किभली भाव में इंटरनेशनल कॉल को एमाने डाइवर्ट करुथिले एवं डाइवर्ट करी टंका उपार्जन करुथिले एवं जेतेबेले साइबर थाना स्पेशल स्क्वाड चंद्रशेखरपुर पुलिस हाथ में खबर लगिला एठी रेड करा जाउछि 2 केरली युवकों चाइना लिंक एवं सामना को आसी जे किभली भाव में आसाम रु सिम बॉक्स आनी से माने नेटवर्क चलाई थिले एवं ए नेटवर्क रे किछि आतंकी लिंक अच्छे कि किछि साइबर फ्रॉड कर लिंक अच्छे कि ए दिगरे वर्तमान तदंत आगु को बढ़ी कैमरा पर्सन अतिकांत सुभाष प्रधान ओडिशा भास्कर 47 वर्षर ट्रस्टेड ब्रांड राज इलेक्ट्रॉनिक्स ए वर्ष एसी और रेफ्रिजरेटर सबुठारु कम रेट रे केवल राज इलेक्ट्रॉनिक्स रे।